ହୋଲି ପର୍ବ ଉପରେ 10 ଧାଡ଼ି ଓଡ଼ିଆ ରଚନା। ହୋଲି ହେଉଛି ହିନ୍ଦୁମାନଙ୍କର ଏକ ଲୋକପ୍ରିୟ ପର୍ବ। ହୋଲିକୁ ରଙ୍ଗର ପର୍ବ କୁହାଯାଏ। ଏହି ହୋଲି ପର୍ବ ଆମ ଭାରତରେ ପ୍ରତିବର୍ଷ ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ ପାଳନ କରାଯାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି। ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ତାଙ୍କ ଭକ୍ତ ପ୍ରହ୍ଲାଦଙ୍କୁ ହୋଲିକା ଠାରୁ ରକ୍ଷା କରିଥିଲେ। ତେଣୁ ହୋଲିର ଦିନକ ପୂର୍ବରୁ ହୋଲିକା ଦହନ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୋପୀମାନଙ୍କ ସହ ହୋଲି ଖେଳିଥିଲେ ଏବଂ ସେହି ଦିନଠାରୁ ଏହା ସମଗ୍ର ଭାରତରେ ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଛି। ଏହି ଦିନ ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳ ବିମାନରେ ବସାଇ ଗ୍ରାମ ଗ୍ରାମ ବୁଲାନ୍ତି। ହୋଲି ହେଉଛି ଆନନ୍ଦ ଓ ଉଲ୍ଲାସର ପର୍ବ। ଏହି ହୋଲି ପର୍ବ ଆମକୁ ଏକତା ଓ ଭାଇଚାରାର ବାର୍ତ୍ତା ଦେଇଥାଏ।